ମଲରେ କିଛି କିଣାକିଣି କରିକି ବାହାରି ପଡ଼ିଥିଲୁ ପାର୍କ। କାରଣ କ୍ରିଶୁ ଏଠିକି 4-5 ଦିନ ହେଲାଣି ମମି ଦୋଳି ଖେଳିବି ହୋଟେଲରେ ଖାଇବି ଏମିତି କେତେ ଥର ତା ବାପା କଣ ମୋତେ କହିଲାଣି। କାରଣ ଆମେ କଥା ହେବାର ସେ ଶୁଣି ଦେଇଛି ଯେ ଆମେ ବୁଲିଯିବା ବୋଲି, ସେଇଥିପାଇଁ ସେ କଥାଟାକୁ ସେ ରିପିଟ୍ କରୁଛି। ବାହାରକୁ ଯିବୁ ଆଉ କିଛି ଖିଆପିଆ ନ ହବ ଏଇଟା କ'ଣ ହବ? ମୁଁ ଟିକେ ଯେତେ ଥଣ୍ଡା ପଡ଼ୁନା କ'ଣ ମୁଁ ଟିକେ ଆଇସ୍କ୍ରିମ୍ ଖାଇଦେଲି। ଝିଅକୁ ଟିକେ ଛୋଟ ଆଇସ୍କ୍ରିମ୍ଟେ ଦିଆହେଇଥିଲା, ସେଥିରୁ ତା ବାପା ଟିକେ ତାକୁ ମିଛ କହି ଭଣ୍ଡେଇ ତାଠୁ ଟିକେ ଖାଇ ଦେଇଥିଲେ। ଆଉ ବାହାରେ ଯେହେତୁ ମ୍ୟୁଜିକ୍ ବାଜୁଥିଲା ସେ ତାର ସେଥିରେ ଡ୍ୟାନ୍ସ କରୁଥିଲା। ଆଉ ଆମେ ପାର୍କରୁ ବାହାରି ସାରିଲା ପରେ ଟିକେ ମୋମୋଜ ଷ୍ଟଲ୍ ବସିଥିଲା, ସେଇଠି ଆମେ ଟିକେ ମୋମୋଜ ଖାଇଥିଲୁ। ହବିଙ୍କର ଫ୍ରାଏ ମୋମୋଜ ଖାଇବାର ଇଚ୍ଛା ଥିଲା, କିନ୍ତୁ ସେଠୁ ଯେହେତୁ ସରିଯାଇଥିଲା ସେ ଆଉ ଖାଇନଥିଲେ। ତାଙ୍କୁ କାହିଁକି ଷ୍ଟିମ୍ ମୋମୋଜ ଭଲ ଲାଗେନି, ମୋତେ ଟିକେ ବହୁତ ପସନ୍ଦ ଷ୍ଟିମ୍ ମୋମୋଜ। ଆଉ ଏବେ ଝିଅ ବି ଟିକେ ଟିକେ ଖାଇଗଲାଣି। ଥରେ ତାକୁ ଟିକେ ପଇଡ଼ ପି ଦେଇଥିଲୁ କାରଣ ସେ କିଛି ଖାଇନଥିଲା। ଘରକୁ ଆସି ସାରିଲା ପରେ ରୁଟି ଆଉ ପନିର ତରକାରୀ ଖାଇ ଦେଇଥିଲୁ। ହବି ସେ ତାଙ୍କର ଖିଆପିଆ କରିକି ଆଗୁତିରିଆ ବସି ପଡ଼ିଛନ୍ତି। କ୍ରିଶୁକୁ ଖୋଇବା ପାଇଁ ମୋତେ ଅଧଘଣ୍ଟେ ଟାଇମ୍ ଲାଗେ। କାନ୍ଦନା ଆମ ଲାଡୋ